ରାଉରକେଲାରୁ ପୁଣି ଥରେ ଆମେମାନେ କୁଆଡ଼େ ବାହାରିଛୁ ଭିଡ଼ିଓଟିକୁ ନିଶ୍ଚୟ ପୁରା ଦେଖନ୍ତୁ। ନମସ୍କାର, ଜୟ ମା ସମଲେଇ। ଆଜି ସକାଳୁ ମୁଁ ଉଠିଲା ବେଳକୁ ଦେଖୁଛି ସମସ୍ତେ ଉଠିକି ନିଜ ନିଜ କାମରେ ଲାଗି ପଡ଼ିଛନ୍ତି। ଆଉ ଏଇଠି ଆମ ବାବୁ ବି ଗାଧେଇକି ପଳେଇ ଆସିଛି। ମୁଁ କହିଲି କଥା କ'ଣ ଏତେ ଜଲ୍ଦି ସମସ୍ତେ ନିଜ କାମ ସାରି ସାରିଲେଣି। ଗଲି ଦେଖିବାର ଲାଗି ଝିଆରୀକୁ, ସେ ବି ଉଠିକିନା ଖେଳୁଛି। ମୁଁ କହିଲି ଆଶ୍ଚର୍ଯ୍ୟ, ଆଜି ନିହାତି କିଛି ଗୋଟେ ସ୍ପେଶାଲ ଥିବ। ସେଥିଲାଗି ଭାଉଜକୁ ପଚାରିବାକୁ ମୁଁ ଗଲି କି ଭାଉଜ ଆଜି କିଛି ସ୍ପେଶାଲ ଅଛି କି? ଏତେ ସକାଳୁ ସମସ୍ତେ ଉଠି ସାରିଲେଣି, ସମସ୍ତେ ନିଜ ନିଜ କାମ ବି ସାରି ସାରିଲେଣି, କଥା କ'ଣ? ଭାଉଜ କହିଲେ ଆଜି ପରା ମନ୍ଦିର ଯିବାର ଅଛି। ଆମେ ଆଉ ଡେରି ନ କରିକି ସିଧା ଫଟାଫଟ ବାହାରି ପଡ଼ିଲୁ ମନ୍ଦିର ଯିବା ପାଇଁ। କିନ୍ତୁ କେଉଁଠି ଯିବୁ କ'ଣ କିଛି ପ୍ଲାନିଂ ନଥିଲା। ଆସିକି ପହଞ୍ଚିଲୁ ଗୋଟେ ମନ୍ଦିରରେ, ଆଉ ସେଇ ମନ୍ଦିରରେ ସବୁ ମହାପ୍ରଭୁଙ୍କର ଦର୍ଶନ ମିଳିଗଲା। ଦେଖିକି ବହୁତ ଖୁସି ଲାଗିଲା। ଆଗରେ ଯାଉଛନ୍ତି ବାପା, ପଛଆଡ଼େ ମା, ମୁଁ, ଭାଇ, ଭାଉଜ, ପୁତୁରା, ଝିଆରୀ ସମସ୍ତେ ଆମେ ଆସୁଛୁ। ଆଗକୁ ଆଗକୁ ମୁଁ ଦେଖାଉଛି କେଉଁ କେଉଁ ମନ୍ଦିର ଏଇଠି ଅଛି। ବାପରେ ବାପ, ଏତେ ସାରା ମନ୍ଦିର ଏଇଠି ଦେଖିକି ମନ ପୁରା ଖୁସିରେ ଭରି ଯାଉଥାଏ। କ'ଣ କହିବି ଆପଣମାନଙ୍କୁ ସାଙ୍ଗମାନେ, ଗୋଟେ ଜାଗାରେ ସବୁ ପ୍ରକାର ମନ୍ଦିର, ସବୁ ମହାପ୍ରଭୁ ମାନେ ଗୋଟେ ଜାଗାରେ ଅଛନ୍ତି। ଓଃ, ଦେଖିକିନା ବହୁତ ଖୁସି ଲାଗିଲା। ମୁଁ କହିଲି ଯାହା ହଉ ଗୋଟେ ଜାଗାରେ ସବୁ ମହାପ୍ରଭୁଙ୍କର ଦର୍ଶନ ମିଳିଗଲା। ସରି ସାଙ୍ଗମାନେ, ମୁଁ ଆପଣମାନଙ୍କୁ କହିଥିଲି କି ମୁଁ କେଉଁ ମନ୍ଦିର ଯାଉଛି ମୁଁ ଦେଖେଇବି, କିନ୍ତୁ ମୁଁ ଦେଖେଇ ପାରିଲିନି। ଏଥିଲାଗି କାହିଁକିନା କିଛିଟା ମନ୍ଦିରରେ ମୋବାଇଲ ଏଲାଉ ନଥିଲା, ସେଥିଲାଗି ମୁଁ ମୋବାଇଲ ନେଇକି ଯାଇପାରିଲିନି। ଏବେ ଆମେ ଯାଉଛୁ ମା ଲକ୍ଷ୍ମୀଙ୍କ ମନ୍ଦିରକୁ। ମା ଲକ୍ଷ୍ମୀଙ୍କ ମନ୍ଦିରକୁ ଆସିକି ପୂଜାପୂଜି ଆମେ କରିସାରିଲୁ। ଆଉ ମନ୍ଦିରର ସଜସାଜ ଦେଖିକି ବହୁତ ଖୁସି ଲାଗିଲା। ଆପଣମାନେ ବି ଦେଖନ୍ତୁ। ଦେଖିଲେ ଯାହାହେଲେ ବି ମା ଲକ୍ଷ୍ମୀଙ୍କର ମନ୍ଦିର ଏଇଟା। ତ ବାକି ମନ୍ଦିର ମୁଁ ଆପଣମାନଙ୍କୁ ଦେଖିପାରିଲିନି ଏଥିଲାଗି କାହିଁକିନା ମୋବାଇଲ ଏକରେ ଏଲାଉ ନଥିଲା। କିନ୍ତୁ କେଉଁ କେଉଁ ମହାପ୍ରଭୁ ଅଛନ୍ତି ମୁଁ କହିଦେଉଛି। ପ୍ରଭୁ ଜଗତରନାଥ ଜଗନ୍ନାଥ ତିନି ଭାଇ ଭଉଣୀ ଅଛନ୍ତି, ଭୋଳାଶଙ୍କର ଅଛନ୍ତି, ଆଉ ପ୍ରଭୁ ବଜରଙ୍ଗବାଲି ଅଛନ୍ତି। ପୁଣି ଆମେ ରିଟର୍ଣ୍ଣ ହେଲୁ ଘରକୁ। ମନ୍ଦିର ଦର୍ଶନ ସରିଗଲା ପରେ ଆମେ ସମସ୍ତେ ଘରକୁ ଫେରି ଯାଉଛୁ। ଆଉ ଭୋକ ବି ବହୁତ ଜୋର ଲାଗିଲାଣି, କାହିଁକିନା ଦିଦିଟା ଛୋଟ ଛୁଆ ଧରିକି ଆମେ ଆସିଛୁ। ଆଉ ବାଟରେ ରହିକି ଆମେ କେଉଁଠି ଖାଇପାରିବୁନି ବି। ମୋ ପାଖରେ ମୋ ଝିଆରୀ ଅଛି, ଆଉ ତା ମା ଧରିଛନ୍ତି ପୁଅକୁ। ଘରକୁ ଯାଇସାରିଲା ପରେ ପୁଣି ସମସ୍ତଙ୍କ ଲାଗି ବନା ହେବ କିଛି। ତାପରେ ଯାଇକି ଖା ପିଅ ସରିଲା ପରେ ଯାଇକି ଲଞ୍ଚର ପ୍ରିପାରେସନ୍ ହେବ। ଲଞ୍ଚ ତ ଦୂର କଥା, ଏବେ ଆମର ବ୍ରେକଫାଷ୍ଟ ବି ହେଇନି। ବ୍ରେକଫାଷ୍ଟ ସରିସାରିଲା ପରେ ଯାଇକି ଲଞ୍ଚ କରିବୁ। ଘରକୁ ଆସି ସାରିଲା ପରେ ମୁଁ ଡ୍ରେସ୍ ବି ଚେଞ୍ଜ କରିନି, ଡାଇରେକ୍ଟ କିଚେନକୁ ପଳେଇ ଆସିଲି। ଆଉ ବନେଇବାଟା ଆରମ୍ଭ କରିଦେଲି, କାହିଁକିନା ବାପାଙ୍କୁ ମେଡ଼ିସିନ ବି ଖାଇବାର ଅଛି ବ୍ରେକଫାଷ୍ଟ ଆଗରୁ। ସୋ ମେଡ଼ିସିନ ଦେଇକିନା ମୁଁ ଏଇଠି ବନଉଛି। ତାପରେ ବନେଇ ସାରିଲା ପରେ ନେଇକି ବାପାଙ୍କୁ ମୁଁ ଦେବି। ପୁରା ପରିବାର ଖାଇନୁ, କେହି ସମସ୍ତେ ଆମେ ଖାଇବୁ। ତାପରେ ଲଞ୍ଚ ଲାଗି ରେଡ଼ି କରିବୁ। ଏଇଠି ମୁଁ ଲାଗିଯାଇଛି ଆସିକି କିଚେନରେ ଚକୁଳି ବନଉଛି। ଯାହା କୁହ ସାଙ୍ଗମାନେ, ସକାଳୁ ସକାଳୁ ଯଦି ମହାପ୍ରଭୁଙ୍କର ଦର୍ଶନ ହେଇଯାଉଛି, ଦିନଟା ଯେମିତି ପୁରା ଖୁସିରେ ଖୁସିରେ ଶାନ୍ତିରେ ପୁରା ବିତି ଯାଉଛି, ଜଣା ବି ପଡ଼ୁନି। ତ ହଉ ଛାଡ଼, ମହାପ୍ରଭୁଙ୍କ ଦର୍ଶନ ବି ସରିଗଲା। ପେଟ ପୂଜା ଏଥର ଷ୍ଟାର୍ଟ ହେଇଯିବ। ତ ନଣନ୍ଦ ଭାଉଜ ଆମେ ବସିଗଲୁ ଖାଇବା ପାଇଁ। ତାପରେ ମାଆଙ୍କୁ ବି ବାଡ଼ିକି ମୁଁ ଏଇଠି ଦେଇଦେଲି ଖାଇବାକୁ। ଯାହା କୁହ ପଛେ ସାଙ୍ଗମାନେ, ଆମେ ନଣନ୍ଦ ଭାଉଜ ଦୁଇଟା ଇଆଡ଼େ ପେଟ ପୋଡ଼ିଯାଉ ପଛେ ସିଆଡ଼ୁ ବ୍ଲଗିଂ ଭିଡ଼ିଓ ବନେଇବାଟା ଆଗ। ତାପରେ ସନ୍ଧ୍ୟାବେଳେ ଆମେ ନଣନ୍ଦ ଭାଉଜ ଯାଇକି ଚାଉମିନ ମଞ୍ଚୁରିଆନ ନେଇକି ପଳେଇ ଆସିଲୁ ଘରକୁ, ଘରେ ବସିକି ଖାଇବା ପାଇଁ। ଆଜିର ଭିଡ଼ିଓଟିକୁ ଏଇଠି ମୁଁ ଶେଷ କରୁଛି। ପ୍ରଭୁ ଜଗତରନାଥ ଜଗନ୍ନାଥ ଆପଣ ସମସ୍ତଙ୍କୁ ଭଲରେ ରଖିଥାଉ। ପୁଣି ଦେଖା ହେବା ନେକ୍ସଟ ବ୍ଲଗ। ନମସ୍କାର, ଜୟ ଜଗନ୍ନାଥ।